नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुगलितं फलं शुकमुखातमृतद्रवसंयुक्तं पिबत भागवतं रसमालयं मुहुरहो रसिका भुवि भावुकाः। षष्ठ स्कंद षोडशाध्याय। श्री शुक उवाच ए अनंतरे हे राजन मलासे नृपति नंदन भाषे नारद होई तोष उठ हो नृपतिर शिष्य देखता ज्ञाति सहोदर पड़िणछन्ति भूमिर। हे जीव देख तोर माता मोहकु पाऊ अच्छी पिता बंधु बांधव जे तोहर मोहकु पाऊ अच्छी पिता। हे जीव देख तोर माता मोहकु पाऊ अच्छी पिता बंधु बांधव जे तोहर मोहकु पाई ले अपार। आपना कले बरे पश शेष तो जेते आयुष। सुहृद गणे कृत्य होई नाना भोगकु भुंजतु ही। नृप आसने विजे कर पितार शोक कर दूर। जीव उवाच क्यों जन्मरु मोहर होइछन्ति माता पियर देवता मनुष्य पक्षीरे भ्रमई मुहि मो कर्मरे बांधव ज्ञाति मित्ररी जे उदासीन दोषकारी। ए सर्व परस्परे थांती केबे बा नुहंती नुहंती। हेमरु नाना द्रव्य जेन्हे ज्योतिरु जीवन तेसने। सत्य जे संबंध लोकरे असत्य होइले विचारे। संबंध जाबत जाहार ताबत ममता ताहार। ए जीव नित्य जे अव्यय सूक्ष्म स्वरूपी सर्वाश्रय। आत्मा माया गुण रुकरी आत्मा सृष्टि किसे आचरी। एहार प्रीति अबा केही अप्रीति जन केही नाही। आत्मा पर नाही जाहार गुण दोष क्रिया फलर। उदासीनर प्राय होई पर पर को देखई। एमंत एक से ईश्वर संसार निर्मित ताहार। श्री शुकवाच एमंत कहीन वचन जीव चलिला हे राजन। विषादे तार बंधुगण शोक को कले विमोचन। तातोहु ज्ञान को शुणिले स्नेह सांकोली को छेदिले। हे अनंतरे ज्ञाति जन वेद उचित कर्म मान। लोक विधिरे हा कले समस्ते पाप को छाड़िले। शोक मोह जे स्नेह देही ताहा छाड़िले ज्ञान पाई। से जे बालाग्निपुर नारी लाज पाई मने विचारी। बालक हत्या पापु करी हत होइला तांक शिरी।
ବ୍ରାହ୍ମଣେ ପୁଛିଲେ ଉଚିତ ବାଳକ ହତ୍ୟାରେ ଯେ ରତ ଯମୁନା କୂଳକୁ ସେ ଗଲେ ବାଳକ ହତ୍ୟା ବ୍ରତ କଲେ ବ୍ରାହ୍ମଣ ଆଜ୍ଞା ପରିମାଣେ କଲେ ବେଦ ବିଧି ବିଧାନେ ଓ ବ୍ରାହ୍ମଣ ଆଜ୍ଞା ପରମାଣେ କଲେ ବେଦ ବିଧି ବିଧାନେ ଏମନ୍ତେ ଶୁଣ ହେ ରାଜନ ଚିତ୍ରକେତୁ ବିପ୍ର ବଚନ ଶୁଣି ତକ୍ଷଣେ ଜ୍ଞାନ ପାଇ ଗୃହ କର୍ମୁ ବାହାର ହୋଇ ସରପଙ୍କରୁ ଜଳ ଜେହ୍ନେ ବାହାର ହୋଇଲେ ତେ ସନେ କାଳିନ୍ଦୀ ଜଳେ ସ୍ନାନ କଲା ପୁଣ୍ୟ କଥାକୁ ଆଚରିଲା ମୌନ ବ୍ରତ ହୋଇ ରାଜା ମୁନି ଚରଣେ କଲେ ପୂଜା ଏ ଅନନ୍ତରେ ମୁନିବର ଭକତି ଦେଖିଣ ତାହାର ନାରଦ ଅନୁକମ୍ପା କଲେ ଏ ବିଦ୍ୟା ତାହାରେ କହିଲେ ପରମାନନ୍ଦେ ସେ ନିବୃତ୍ତି ଧ୍ୟାନେ ଗୋବିନ୍ଦେ କଲା ସ୍ତୁତି ନମସ୍ତେ ପ୍ରଭୁ ଭଗବାନ ବାସୁଦେବ ସର୍ବ କାରଣ ନମସ୍ତେ ଜ୍ଞାନର ଈଶ୍ୱର ପରମାନନ୍ଦ ମୁକ୍ତି ପର ନମସ୍ତେ ବୈକୁଣ୍ଠବାସୀ ନମସ୍ତେ ପ୍ରଭୁ ବ୍ରହ୍ମରାଶି ନମସ୍ତେ ପ୍ରଭୁ ଆତ୍ମାରାମ ଅବ୍ୟୟ ରୂପ ପୂର୍ଣ୍ଣ କାମ ବହୁ ଋଷିକେଶ ହେ ମହତ ନମସ୍ତେ ମୂର୍ତ୍ତି ଯେ ଅନନ୍ତ ଯେ ପ୍ରଭୁ ଅଗମ୍ୟୁ ବାହାର ମନରେ ଯେନ ହେ ଗୋଚର ତାହାର ତହୁଁ ଏ ଜଗତ ଜଗତ ତାର ତହୁଁ ଜାତ ମୃତ୍ତିକା ତହୁଁ ନାନା ପାତ୍ର ଯେ ସନେ ହୋଇଅଛି ଜାତ ପ୍ରଳୟ ସ୍ଥିତି ଯାର ତହିଁ ସେ ବ୍ରହ୍ମେ ପ୍ରଣାମ କରଇ ବୁଦ୍ଧି ଇନ୍ଦ୍ରିୟ ଆଦି ମନ ଯାର ନ ଜାଣଇ ପ୍ରମାଣ ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ ଆକାଶ ବ୍ୟାପୀ ଯେ ଅଛଇ ତାହାଙ୍କୁ ମୋର ନମସ୍କାର ଅଚ୍ୟୁତ ପରମ ଈଶ୍ୱର ଦେହ ଇନ୍ଦ୍ରିୟ ଆଦି ପ୍ରାଣ ବୁଦ୍ଧି ସହିତେ ଯେଉଁ ଜନ ଯାହାର ଅଂଶରେ ଏମାନେ କର୍ମରେ କରନ୍ତି ଭ୍ରମଣ ଯାହାର ଅଂଶରେ ଏମାନ କର୍ମରେ କରନ୍ତି ଭ୍ରମଣ ଭଗବାନ ମହାପୁରୁଷ ଆମ୍ଭର ଭାବରେ ପ୍ରକାଶ ମହାବିଭୂତିର ଈଶ୍ୱର ସକଳ ଜନ୍ତୁ ବଶ କର ଏହାଙ୍କ କର ପଦ୍ମେ କରି ସେବିତ ଚରଣ ଯାହାରି ଏମନ୍ତ ପରମ ଈଶ୍ୱର ତାହାଙ୍କୁ ମୋର ନମସ୍କାର ଶ୍ରୀ ଶୁକବାଚ ଭକତ ରାଜାଙ୍କୁ ନାରଦେ ଏ ବିଦ୍ୟା ଦେଲେ ଅପ୍ରମାଦେ ଅଙ୍ଗିରା ସହିତେ ରାଜନେ ଗଲେ ସେ ଯେ ଯାହା ଭୁବନେ ଚିତ୍ରକେତୁ ସେ ବିଦ୍ୟା ଘେନି ଯେମନ୍ତେ କହିଥିଲେ ମୁନି ଶପଥ ରାତ୍ରେ ଅପ୍ରମାଦେ ନାରଦ ବିଦ୍ୟାର ପ୍ରସାଦେ ବିଦ୍ୟାଧର ଅଧିକ ପଣ ଲଭିଲେ ଚିତ୍ରକେତୁ ପୁଣ ଶୁଣ ରାଜନ ଏକ ମନେ ଏ ଅନନ୍ତରେ କେତେ ଦିନେ ଶେଷ ଦେବ ଯେ ଦେବେଶ୍ୱର ଗଲା ନିକଟେ ତାହାଙ୍କର ବିଦ୍ୟାରେ କରି ମନୋଗତି ଲଭିଲା ନିଶ୍ଚୟ ନୃପତି ମୃଣାଳ ପ୍ରାୟ ତାଙ୍କ ବର୍ଣ୍ଣ ଶୁକ୍ଳ ବସନ ପରିଧାନ ଶୋଭିତ କିରୀଟ କୁଣ୍ଡଳ ମେଖଳା କଙ୍କଣ ଆବର ପ୍ରସନ୍ନ ରୁଚିର ବଦନ ଅରୁଣ ପଙ୍କଜ ଲୋଚନ ବେଢ଼ି ଅଛନ୍ତି ସିଦ୍ଧେଶ୍ୱର ଦେଖିଲା ଯାଇ ନୃପବର ତାହାଙ୍କ ଦର୍ଶନ ପାଇ ସକଳ ପାପୁ ମୁକ୍ତ ହୋଇ ଅନ୍ତଃକରଣ ଶୁଦ୍ଧ କଲା ଅଶ୍ରୁରେ ଲୋଚନ ପୁରିଲା ଭକତି ରୂପ ପୁଲକିଲା ଆଦି ପୁରୁଷଙ୍କୁ ନମିଲା ସେ ଚିତ୍ରକେତୁ ହର୍ଷ ହୋଇ ନୟନ ଜଳେ ପାଦ ଧୋଇ ପ୍ରେମରେ କଣ୍ଠରୋଧ ହୋଇ ସ୍ତୁତି କରିଣ ନ ପାରଇ ହରସେ ପୂର୍ଣ୍ଣ ଇନ୍ଦ୍ରିଗଣ କ୍ରମରେ କରି ନିବାରଣ ଯାଦବ ବଂଶର ଠାକୁର ଜଗତ ଗୁରୁ ଗୁରୁବର ତାହାଙ୍କ ପାଦେ ଦେଇ ମନ କହଇ ମଧୁର ବଚନ ଚିତ୍ରକେତୁ ବାଚ ସ୍ୱଭାବେ ତୁମ୍ଭେ ଯେ ଅର୍ଜିତ ସମବର୍ତ୍ତୀ ଲୋକରେ ଜିତ ସୁସିଦ୍ଧ ଆତ୍ମା ଲୋକଙ୍କର ଜିତୁ ତୁ ହେଉ ହେ ଈଶ୍ୱର ଯେ ତୋତେ କରଇ ଭଜନ
तार कामना करु पूर्ण अति दयालु रूप धरी जगत विभव तोहरी अनादि तु ही तोर तही उदय स्थिति अस्त होई सृष्टि करता छियार बोलई अंध जेउ नर परम अणुपरि होई महत तेज कुतु बही जगत अंतर्गत स्थित आदि अंतरे तु पूरित हे देव प्राणी मानकर साक्षी रूप कुतुम्भे धर क्षितिजे आदि पंचभूत एथिरे होइण निर्मित सेही मतरे अंधकोश एहार तही तोर बास विषय जड़े मोह होई जे नर विभूति चिंताई तुम्भर चहन कुन चिंते ग्रामर पशु ए विदिते भो प्रभु ताहा कल्याण केबे नुह इ निपुण ज्ञान आत्मा खंडमय अजित भगवान हुआ तुम्भे जे भागवत धर्म कहिल पुरुषोत्तम अकिंचन जे आत्मा राम एमंते सेहु मुनिजन मुख्य निमंते जेउ धर्म करन्ति नित्य उपासन विषय मात्र ती जहार ए धर्म से न बाहार जेउ धर्मरु तुम्भे मुही तुम्भर मोर भेद नाही अधर मोरु तुम्भ क्रोध परस्परे पीड़ा विरोध विहित भागवत धर्म जहिरे नाही सर्वकर्म स्थावर चर सर्वघरे अभिन्न भाव जेउ नरे से नित्य पाद पद्मे तोर सेवा करन्ति निरंतर पाषाण्ड मति जेउ नर दुर्लभ पद एताहार जे पद पल्ल वसुधाम परम मंगलता नाम जे नाम सुमरण करी प्राणी संसारु जानती तरी हे देव देव नारायण हे प्रभु अखिल कारण तुम्भर दर्शनु मोहर पवित्र होइला शरीर जहा कहिले से नारद के मन्ते अन्यथा होइब जगत आत्मारे अनंत सकल जानिले तुरित ए घोर संसार रे जन तोते न जाने भगवान तुम्भे आदित्य दे बराए नरेटी खाद्योता पराए जगत उत्पत्ति पालन प्रलय हेतु नारायण परम हंसरूप तुहि नमस्ते प्रभु भावग्राही जार श्वास को
অনুসরি কম্পই মোতেব সুন্দরী প্রাণী সমূহাদি করি অবনী অছি যে হুধরি সহস্র মস্তক ঈশ্বর নমস্তে ব্রহ্মাণ্ড ঠাকুর। শ্রী শুকবাচ তে স্তুতি তার শুଣି ଅନନ୍ତ ଗୁଣ ଚକ୍ର ପାଣି ଯେ ଚିତ୍ର କେତୁ ବିଦ୍ୟାଧର ତାହାକୁ ବୋଲନ୍ତି ଉତ୍ତର। ଶ୍ରୀ ଭଗବାନ ବାଚ ଶୁଣ ରାଜନ ପୁଣ୍ୟ ଦେହି ମୋର ଭକତ ଅନୁଗ୍ରାହୀ ନାରଦ ଅଙ୍ଗିରାତ ହରେ କହିଲେ ଯେଉଁ ବିଦ୍ୟାସାରେ ତେଣୁ ସିଦ୍ଧ ହୋଇ ରାଜନ ପାଇଲୁ ମୋର ଦର୍ଶନ। ମୁଁ ସର୍ବ ପ୍ରାଣୀର ଅଶେଷ ଆତ୍ମା ରୂପରେ ମୋର ବାସ ପରମ ବ୍ରହ୍ମ ଯାହା କହି ସେ ମୋର ଶରୀର ଅଟଇ ଯେ ଆତ୍ମା ବ୍ୟାପ୍ତ ଲୋକଠାରେ ଲୋକେ ବିଖ୍ୟାତ ଏ ଆତ୍ମାରେ ଉଭୟ ବ୍ୟାପ୍ତ ହୋଇ ମୁହିଁ ସଂସାରେ ଅଛି ଦେହ ବହି ଯେ ଶନି ନିଦ୍ରା ପାଇ ନରେ ବିଶ୍ୱକୁ ଦେଖଇ ନେତ୍ରରେ ନିଦ୍ରା ଉପେକ୍ଷୀ ପୁଣ୍ୟ ସେହି ଏକ ଆତ୍ମା ହୃଦେ ଦେଖଇ ସ୍ୱପନେ ଜ୍ଞାନ ପାଇ ଜନେ ସକଳ ମିଥ୍ୟା ଜାଣି ମନେ ଯାହା ସୁସୁପ୍ତ ବୋଲି କହି ନର ଶେଷକୁ ଦେଖଇ ସୁଖ ବା ଦୁଃଖ ବା ନିର୍ଗୁଣ ଏ ସର୍ବ ବୋଲି ମୁଁ ହିଁ ଜାଣ ନିଦ୍ରା ଜାଗ୍ରତେ ଯେଉଁ ଜନ ଉଭୟ ଦେଖଇ ସପନ ଏ ସତ୍ୟ ମିଥ୍ୟା ଭାବ ଦୁଇ ମୋ ବିନୁ ଅନ୍ୟ ଗତି ନାହିଁ ଏଣୁ ମୋ ଭାବ ପ୍ରାଣୀ ମାନେ ଭକତି ବଳେ ହୃଦେ ଜାଣେ ଏଣୁ ଅଖିଳ ଏ ସଂସାରେ ମୃତ୍ୟୁ ଜନ୍ମ ଲଭନ୍ତି ନରେ ମନୁଷ୍ୟ ଜନ୍ମ ଆଶ୍ରୟ କରି ଜ୍ଞାନେ ଅଜ୍ଞାନେ ଦେହ ଧରି ଆତ୍ମାକୁ ନ ଜାଣେ ଯେ ନର କେବେ ହେଁ ସୁଖ ନାହିଁ ତାର ଚେଷ୍ଟା କରଇ କାର୍ଯ୍ୟ ପାଇଁ ନାନା କ୍ଲେଶକୁ ସେ ଲଭଇ ସୁଖ ଦୁଃଖ ମୋକ୍ଷକୁ ଥାଇ କେବାଲ ଭଇ ନ ଲଭଇ ହେମନ୍ତ ବିଷୟରୁ ପ୍ରାଣୀ କରମ କରଇ ସେ ଜାଣି ସୂକ୍ଷ୍ମ ଆତ୍ମା ଗତି ତାଠାରେ ବିମୁକ୍ତ ହୁଏ ସଂସାରେ ଜ୍ଞାନ ସମ୍ପନ୍ନ ହୋଇ ନର ଭକ୍ତିକୁ ଲଭଇ ମୋହର ପ୍ରାଣୀର ଧର୍ମପଦ ଏହି ସମଦରସି ଯେବେ ହୋଇ ଶ୍ରଦ୍ଧାରେ ଏବେ ହେ ରାଜନ ଘେନ ତୁ ମୋହର ବଚନ ଜ୍ଞାନ ସମ୍ପନ୍ନ ହୋଇ ନରେ ଭକତି ଲଭନ୍ତି ମୋହରେ ଜ୍ଞାନ ସମ୍ପନ୍ନ ହୋଇ ତୁହି ସିଦ୍ଧ ହୋଇବୁ ବେଗେ ଯାଇ। ଶ୍ରୀ ଶୁକବାଚ କେତୁକୁ ଆଶ୍ୱାସୀଣ ଜଗତ ଗୁରୁ ଭଗବାନ ଦେଖୁ ଯେ ଥିଲେ ସେ ରାଜନ ପ୍ରଭୁ ହୋଇଲେ ଅନ୍ତର୍ଧ୍ୟାନ ବୁଲୋଇ ବିପ୍ର ଜଗନ୍ନାଥ ଚିତ୍ରକେତୁରା ଯାଚରିତ ଚିତ୍ରକେତୁରା ଯାଚରିତ ବୁଲୋଇ ବିପ୍ର ଜଗନ୍ନାଥ। इति श्रीमद्भागवते महापुराणे पारमहंस्यां संहितायां 82 षष्ठस्कन्धे चित्रकेतु राजा भक्तियोग कथने नाम षोडशोऽध्यायः। विमस्यापि रणे भंग मुनेरपि मतिभ्रम यदि सुदं वसुदं वा मम दोष न विद्यते सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शांति शांति शांति।